ନମସ୍କାର ବନ୍ଧୁମାନେ। ଆଜିର ଶେଷ ଗୁରୁବାରର ଗଳ୍ପ ହେଉଛି ନିଶା। ଆଜି ଆପଣମାନଙ୍କୁ ଏ ନିଶା ବିଷୟରେ ଆଉ ତାର ପରିଣାମ ବିଷୟରେ ମୁଁ ଗୋଟେ ଗଳ୍ପ ଶୁଣେଇବି। ନିଶାସକ୍ତ ବ୍ୟକ୍ତିମାନଙ୍କ ପାଇଁ ଅନେକ ସ୍ତ୍ରୀ ଘର ଛାଡ଼ି ବାପ ଘରକୁ ପଳାଇ ଯିବାର ଦୃଷ୍ଟାନ୍ତ ଆପଣମାନେ ସମସ୍ତେ ଜାଣିଥିବେ। କିନ୍ତୁ ପରିବାରର ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯଦି ନିଶାସକ୍ତ, ତାହେଲେ ସେ ଘରେ ଅଶାନ୍ତି ହେବାର ସମ୍ଭାବନା କମ୍। କଥାରେ ଅଛି, ତୁ ତ ମୁତୁରି ମୁଁ ତ ମୁତୁରା, ହେଁସ କ'ଣ ପାଇଁ ଧୋଇବା। ସେମିତି ଏକ ଯୋଡ଼ି ଥିଲେ ଆମ ଗାଁର ନବୀନ ଓ ଗୁରୁବାରୀ। ଦୁହେଁ ସବୁ କାମ ସାଥି ହୋଇ କରିଥାନ୍ତି। ବ୍ରାହ୍ମଣୀ ନଈକୁ ଗାଧୋଇ ଯିବା, ରୋଷେଇ କରିବା, ଫ୍ୟାକ୍ଟ୍ରିକୁ କାମ କରି ଯିବା, ବଜାର ଯିବା, ମଜୁରୀ କରିବା, ଦୈନନ୍ଦିନ ଜୀବନର ସବୁ କାମ ସହିତ ମଦ ହାଣ୍ଡିଆ ପିଇବା ମଧ୍ୟ ସେମାନେ ସାଥି ହୋଇ କରିଥାନ୍ତି। ବଜାରକୁ ଯିବା, ଅପେରା ଦେଖିବା, ପୂଜା ମଣ୍ଡପକୁ ବୁଲିଯିବା, ମେଳା ମହୋତ୍ସବ ସବୁ ଜାଗାକୁ ଦୁହେଁ ସାଥି ହୋଇ ଯାଇଥାନ୍ତି। ଏମିତି ଦିନେ ଲହୁଣୀପଡ଼ା ବଜାରରୁ ଫେରିବା ବାଟରେ ଏତେ ପରିମାଣର ନିଶା ଦୁହେଁ କରିଥିଲେ ଯେ ଆଉ ଗାଁକୁ ଫେରି ପାରି ନଥିଲେ। ରାସ୍ତା କଡ଼ରେ ଦୁହେଁ ଶୋଇପଡ଼ିଥିଲେ। କେହି ଜାଣିନଥିଲେ। ଏମିତି ବି ନିଶାସକ୍ତ ଲୋକକୁ ଲୋକେ ବାଟରେ ଘାଟରେ ପଡ଼ିଥିବାର ଦେଖିଲେ ଧ୍ୟାନ ଦେଇନଥାନ୍ତି। ଘରେ ତାଙ୍କର କେହି ନଥିଲେ ଯିଏ ରାତିରେ ତାଙ୍କର ଖୋଜ ଖବର ନେଇଥାନ୍ତା। 3ଟି ଝିଅ ତାଙ୍କର। ବଡ଼ ଝିଅର ବିବାହ ହୋଇଯାଇଛି। ସିଏ ତାର ଶ୍ୱଶୁର ଘରେ ତାର ପରିବାରକୁ ନେଇ ବ୍ୟସ୍ତ। ଅନ୍ୟ 2 ଜଣ ଝିଅ କାମ କରିବା ପାଇଁ ଗୁଜରାଟ ଚାଲି ଯାଇଛନ୍ତି। ନବୀନ ଓ ଗୁରୁବାରୀ ଫ୍ୟାକ୍ଟ୍ରିରେ କାମ କରନ୍ତି। ଦରକାର ଠାରୁ ଅଧିକ ଅର୍ଥ ମିଳିଯାଏ। ଇନ୍ଦିରା ଆବାସରେ ପକ୍କା ଘର, ଝିଅମାନଙ୍କଠୁ ପଇସା ଆସୁଛି, ସରକାରଙ୍କଠୁ ଟଙ୍କିକିଆ ଚାଉଳ ମିଳୁଛି। ଜୀବନକୁ ଉପଭୋଗ କରୁଛନ୍ତି ସେମାନେ। ଧନୀମାନେ ଟଙ୍କା ହେଲେ ତାଙ୍କର ଷ୍ଟାଟସ୍ ଦେଖାନ୍ତି ମଦ ପିଇ। ଆଉ ନବୀନ ଓ ଗୁରୁବାରୀ ପରି ଲୋକ ତାଙ୍କୁ ଅନୁସରଣ କରି ମଦ ପିଇ ରାସ୍ତାରେ ପଡ଼ୁଛନ୍ତି। ନବୀନ ଓ ଗୁରୁବାରୀ ରାସ୍ତା କଡ଼ରେ କେତେବେଳେ ଶୋଇଥିଲେ ତାର ହିସାବ କେହି ରଖିନଥିଲେ। କେତେବେଳେ ନିଶା କମିଲା ସେ କଥା ମଧ୍ୟ କେହି ଜାଣିନଥିଲେ। ନବୀନର ନିଶା କମିବା ପରେ ସେ ଉଠିକି ଗୁରୁବାରୀକୁ ନିଦରୁ ଉଠେଇଛି, କିନ୍ତୁ ଗୁରୁବାରୀ ଜମା ଉଠି ନାହିଁ। ବହୁତ ଉଠାଇବା ପରେ ସେ ଜାଣିପାରିଛି ଗୁରୁବାରୀ ନିଦରେ ଶୋଇନାହିଁ, ସେ ଚିରନିଦ୍ରାରେ ଶୋଇଯାଇଛି। ତାପରେ ସେ ଜୋରରେ ଚିତ୍କାର କରିଛି। ସକାଳୁ ବାଟରେ ଯାଉଥିବା ଲୋକ ଜମା ହୋଇଯାଇ ଗୁରୁବାରୀର ଶବକୁ ଘରକୁ ନେବାର ବ୍ୟବସ୍ଥା କରିଛନ୍ତି। ମଦ ନିଶା ଜୀବନ ନେଇଗଲା। ମଦ ପିଅ, କିନ୍ତୁ ମଦ ତୁମକୁ ନ ପିଉ। ମଦ ଏତେ ତୁମ ଉପରେ ହାବି ନ ହେଉ ଯେ ତୁମେ ଘରକୁ ଫେରିପାରିବନି। ରାସ୍ତାରେ ଗଡ଼ି ଯିବା ପର୍ଯ୍ୟନ୍ତ, ନିଜ ଜୀବନକୁ ବିପଦରେ ପକାଇବା ପର୍ଯ୍ୟନ୍ତ କାହିଁକି ପିଇବ? ଅଧିକ ଅର୍ଥ ହେଲେ ତାର ସଦୁପଯୋଗ କର। ନିଜ ମଣିଷ ଜୀବନକୁ ସାର୍ଥକ କର। ଅଯଥାରେ ଭଗବାନ ଦେଇଥିବା ଦୁର୍ଲଭ ମଣିଷ ଜୀବନକୁ ନଷ୍ଟ କର ନାହିଁ। ମଦ ପାଇଁ ଆଜି କେତେ ଯେ ଘର ନଷ୍ଟ ହେଇଯାଉଛନ୍ତି, କେତେ ପୁଅ ଝିଅ ବର୍ବାଦ ହେଇଯାଉଛନ୍ତି, ଆପଣମାନେ ସମସ୍ତେ ଜାଣୁଛନ୍ତି। ମଦ ଅନେକ ଘରେ ଅଶାନ୍ତିର କାରଣ ହେଇଯାଇଛି। ଆଜି ମଦକୁ ଅତି ନିଜର ଭାବୁଛନ୍ତି ଆମର ଲୋକମାନେ। ତେଣୁ ମଦକୁ କେମିତି ହଟେଇ ହେବ, ମଦକୁ କେମିତି ଛଡ଼େଇ ହେବ, ସେ ବିଷୟରେ ଆମମାନେ ସମସ୍ତେ ଚିନ୍ତା କରିବା, ଚେଷ୍ଟା ବି କରିବା। ଘରେ ଯଦି କେହି ମଦ ପିଉଛି ତାକୁ ନିଶା ନିବାରଣ କେନ୍ଦ୍ରରେ ନେଇକି ରଖିବା ପାଇଁ ଚେଷ୍ଟା କରିବା। ଆଉ ଏତେ ପରିମାଣର ପିଇବାନି ଯେ ଆମେ ଆଉ ଘରକୁ ଫେରିପାରିବାନି। ବନ୍ଧୁମାନେ, ଆପଣଙ୍କୁ ଏ କଥାଟି କେମିତି ଲାଗିଲା? ଏଇଟା ନିଛକ ସତ୍ୟ ଘଟଣା, ଆମ ଗାଁର ଘଟଣା। ବ୍ରାହ୍ମଣୀ ନଦୀ କୂଳରେ ଥିବା ତୁମକଳା ଗ୍ରାମରେ এই ଘଟଣାଟି ଘଟିଛି। ବାସ୍ତବିକ ଗୋଟେ ଦୁଃଖର କଥା ଏଇଟା। ମଦ ନେଇଗଲା ଗୁରୁବାରୀର ଜୀବନ। ଆପଣମାନଙ୍କୁ ଯଦି କଥାଟି ଭଲ ଲାଗିଛି, ଆପଣମାନଙ୍କ ମନକୁ ଛୁଇଁଛି, ତାହେଲେ ଆପଣମାନେ ନିଶ୍ଚୟ
ଲାଇକ୍ କରିବେ, ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିବେ, ମୋ ଚ୍ୟାନେଲକୁ ଆଗେଇ ନେବାରେ ସାହାଯ୍ୟ କରିବେ। ରହୁଛି। ରାଧେ ରାଧେ। ଜୟ ଶ୍ରୀକୃଷ୍ଣ।